ଅଟୋ ଡାଲା ଗାଡ଼ି ଦ୍ରୁତ ଗତିରେ ଆସି ଦୁର୍ଘଟଣାଗ୍ରସ୍ତ, 3 ଗୁରୁତର, ରାୟକା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି। ଟିକିନିକି ଖବରକୁ ଆପଣମାନଙ୍କୁ ସ୍ୱାଗତ। ହଁ ଦର୍ଶକ ବନ୍ଧୁ, ଆପଣମାନେ ଛବି ଦେଖୁଛନ୍ତି। ରାୟକା ବ୍ଲକ ନିକଟରେ ଏହି ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାହା ଆଲୋଚନା ହେଉଛି, ଅଟୋ ଚାଳକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା କରୁଥିବା ସକାଶୁ ବେପରୁଆ ଗାଡ଼ି ଚାଳନା ସକାଶୁ 3 ଜଣ ବ୍ୟକ୍ତି ଯେଉଁମାନେ ଘର ସମ୍ମୁଖରେ ବସିଥିଲେ ସେମାନେ ଗୁରୁତର ଭାବରେ ଆହତ ହୋଇଛନ୍ତି। ଆପଣମାନେ ଛବି ଦେଖୁଛନ୍ତି, ଘର ସମ୍ମୁଖରେ ରହିଥିବା ପିଲର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି, ଚୁରମାର ହୋଇଛି। ଏହି ସ୍ଥାନରେ ଆପଣ ଅନୁମାନ କରନ୍ତୁ କେତେ ଗତିରେ, କେତେ ଦ୍ରୁତ ମାତ୍ରାରେ ଏହି ଅଟୋଟି ଆସୁଥିଲା, ଯାହାରି ଫଳରେ ପିଲର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି, ଚୁରମାର ହୋଇଛି ଏବଂ ସେ ସ୍ଥାନରେ ଲୋକମାନେ ଯେଉଁମାନେ ରହୁଥିଲେ 3 ଜଣ ବ୍ୟକ୍ତି ସେମାନେ ମଧ୍ୟ ଗୁରୁତର ଆହତ ହୋଇ ରାୟକା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ସଚେତନ ହେବା ଆବଶ୍ୟକତା ରହିଛି। ଦ୍ରୁତ ଗତି ମହାବିପତ୍ତି। ଏହି ଦୁର୍ଘଟଣା ମଧ୍ୟରେ ଆପଣମାନେ ଅନୁମାନ କରନ୍ତୁ, ଲୋକମାନେ ବେପରୁଆ ଗାଡ଼ି ଚାଳନା ସକାଶୁ ଲୋକମାନଙ୍କର ଜୀବନ ପ୍ରତି ବିପଦ ରହିଥିବା ସୂଚନା ବା ଆଲୋଚନା କରାଯାଉଛି। ରାୟକା ଅଞ୍ଚଳରେ ଅଟୋ ଦୁର୍ଘଟଣାରେ 3 ଜଣ ଆହତ ହୋଇ ରାୟକା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।